ଆଜିର ମିନି ବ୍ଲଗଟି ଷ୍ଟାର୍ଟ ହଉଛି ରୋଷେଇ କରିବାରୁ। ସବୁ ରୋଷେଇ ଦାୟିତ୍ୱ ମୁଁ ନେଇଯାଇଛି। ସବୁ ପରିବାକୁ କାଟିଦେଲି ଆଉ ତୁରନ୍ତ ରୋଷେଇ କରିବା ଆରମ୍ଭ କରିଦେଲି। ଆଜି ବୁଧବାର ଝୋଟି ପଡିବ ଗେରୁରେ ଲିପିବାକୁ ଯାଇ ଜଲ୍ଦି ଜଲ୍ଦି ଶୁଖିଲେ ଯେମିତି ଝୋଟି ପଡିବ। ଆଜି ବହୁତ ସାରା କାମ ନା, ସେଥିପାଇଁ ଜଲ୍ଦି ଜଲ୍ଦି ଲିପିବା ଶେଷ କରିଥିଲି। ସବୁଆଡେ ଲିପିବା ସରିଲା, ତାପରେ ଯାଇଥିଲି ଖାଇବା। ମୋର ଖାଇବା ସରିଲା ବେଳକୁ ବୋଉ ଏପଟେ ଝୋଟି କରିବା ଆରମ୍ଭ କରିସାରିଛି। ବୋଉ ବହୁତ ସୁନ୍ଦର ବି ଝୋଟି ପକେଇଥିଲା। ମୁଁ ବସି ଯାଇଥିଲି ମା ଲକ୍ଷ୍ମୀଙ୍କର ପ୍ରିୟ ପଦ୍ମ ଫୁଲ ଆଙ୍କିବାରେ। ଏମିତି ବିଭିନ୍ନ ପ୍ରକାରର ଝୋଟି ଆଙ୍କିଥିଲି। ମୋର ଆରମ୍ଭରୁ ଶେଷ, ଚୁଲିରୁ ଚଉରା ପର୍ଯ୍ୟନ୍ତ ଏମିତି କୌଣସି ଜାଗା ବି ଛାଡି ନଥିଲି ଝୋଟି ପକେଇବାରେ। ତାପରେ ବସି ଯାଇଥିଲି ଗୋବରକୁ ଗୋଲ ଗୋଲ କରିବାରେ। ଚକଲେଟ ଗୁଳା, ଗୋବର ଗୁଳା ଥୁଆ ହବ, ଗୋବର ଫୁଲ ଗୋବର ଦିଆ ହବ, ଗୋବର ଗୁଳା ହଉଛି ଗୋବର ବହୁତ ସାରା ବନିବ, ବହୁତ ସାରା ଗୋବର ଗୁଳା। ଏ ଗୋବର ଗୁଳା କଣ ରଖାଯାଏ? ଆଉ କିଛି କଣ ରଖାଯାଏ? କାଦୁଅରେ କି କୋଉଥିରେ? ଗୋବର ହଉଛି ମା ଲକ୍ଷ୍ମୀଙ୍କର ପ୍ରତୀକ। ଜାଣିଛୁ ତାହେଲେ? ଜାଣିଛି। ମା ଲକ୍ଷ୍ମୀ ଗୋବରକୁ ବହୁତ ଭଲ ପାଆନ୍ତି। ଗୋବର ଗୋଳା ସରିବା ପରେ ମୁଁ ଗୋଟେ ଗୋଟେ ଝୁଟିରେ ରଖି ରଖି ଯାଉଥିଲି ଆଉ ବୋଉ ଫୁଲକୁ ସଜେଇ ରଖୁଥିଲା। ଏସବୁ କାମ ଆଜି ଆମେ ଜଲ୍ଦି ଜଲ୍ଦି ସାରି ଦେଇଥିଲୁ, କାରଣ ଆଜି ଗୋଟେ ଭୋଜି ଥିଲା ଆଉ ଆମେ 3 ଭଉଣୀ ଯାକ ମିଶିକି ଯିବୁ ବୋଲି ପ୍ଲାନିଂ କରିଥିଲୁ। ରେଡି ହେଇକି ବାହାରି ଗଲେ ସ୍କୁଟି ଧରିକି। ଆଉ ରାସ୍ତାରେ ଗଲାବେଳେ ଏଇ ସୁନ୍ଦର ଭିଉ ଟିକେ ଦେଖିଥିଲୁ। ଆଉ ଏଇ ସୁନ୍ଦର ଭିଉଟି ହେଉଛି ଆମ ବାଣପୁରର। 10 ଦିନ ପାଇଁ ମୀନା ବଜାର ପଡିଛି। ଏଥିପାଇଁ ତ ବହୁତ ସାରା ଦୋଳି ଆଉ ଦୋକାନ ବି ଲାଗିଛି। ତ ପଡିଆ ଭିତରକୁ ଯାଇନଥିଲୁ, କିନ୍ତୁ ଦିନେ ଯିବୁ। ଏମିତି କଥା ହଉ ହଉ ଆମେ ଆମ ଭୋଜିରେ ପହଞ୍ଚି ଯାଇଥିଲୁ। ପ୍ଲେଟରେ ସବୁ ମେନ୍ କୋର୍ସ ଆଣିକି ଫୁଲ କରିଥିଲୁ। ଏଥର ରହୁଛି, ଦେଖା ହବ ନେକ୍ସଟ ଭିଡିଓରେ।